ବର୍ତ୍ତମାନ ରାଜ୍ୟରେ ଆରମ୍ଭ ହୋଇଯାଇଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ଏ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର କାମ କ'ଣ, ଏ ନେଇ ଆଜି କ'ଣ ହେଇଛି ନା ପେପରରେ ମଧ୍ୟ ଆଡ଼୍ ଦେଇଦେଇଛି। ଇଏ ହେଉଛି ସମ୍ବାଦ ପେପର। ଦେଖନ୍ତୁ ସମ୍ବାଦ ପେପରରେ ଆଡ଼୍ଟି ଦେଇଛି। এই ଆଡ଼୍ଟିକୁ ମୁଁ ସମ୍ପୂର୍ଣ୍ଣ ଭାବରେ କହିବି ଆପଣମାନେ କିଭଳି ଭାବରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ 60 ବର୍ଷରୁ 75 ବର୍ଷ ଭିତରେ ଥିବା ମହିଳା ଏବଂ ବୃଦ୍ଧ କିଭଳି ଭାବରେ ଆପଣ ଯାଇପାରିବେ, ତୀର୍ଥଯାତ୍ରା କରିପାରିବେ ଏବଂ କେଉଁ କେଉଁ ଜାଗାକୁ ଯିବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହି ରଖିବି ଫ୍ରେଣ୍ଡସ୍। ସେଭଳି ଭାବରେ କିଭଳି ଫର୍ମ ପୂରଣ କରିବେ ଏବଂ କେଉଁଠାରେ ଡିପୋଜିଟ୍ କରିବେ ତାହା ମଧ୍ୟ କହିବି ଫ୍ରେଣ୍ଡସ୍। ଦେଖନ୍ତୁ ଏଇଭଳି ଭାବରେ ବରିଷ୍ଠ ତୀର୍ଥଯାତ୍ରା ଯୋଜନାଟି କ'ଣ କରାହେଇଛି ନା ଆରମ୍ଭ କରାଯାଇଛି। ତା'ର ୱେବସାଇଟ୍ ମଧ୍ୟ ବାହାରି ସାରିଲାଣି। ସେଭଳି ଭାବରେ ତା'ର ଫର୍ମଟି ମଧ୍ୟ ବାହାରିଛି ଏବଂ ଆପଣ ଫର୍ମକୁ ଡାଉନଲୋଡ଼୍ କରିକି ଆପଣମାନେ ମଧ୍ୟ ତୀର୍ଥଯାତ୍ରାରେ ଯାଇପାରିବେ। ଯାହାଙ୍କର ଆର୍ଥିକ ଅନଗ୍ରସରରେ 60 ବର୍ଷରୁ ଉର୍ଦ୍ଧ୍ୱ ଏବଂ 75 ବର୍ଷରୁ କମ୍ ଯେଉଁ ଘରେ ଲୋକ ଅଛନ୍ତି ସେମାନେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସବୁଆଡ଼େ ବୁଲିପାରିବେ। ଯେଭଳି ଭାବରେ ଆପଣ ଶିରିଡ଼ି, ନାସିକ, ଅଯୋଧ୍ୟା, ବାରାଣାସୀ, ସେଭଳି ଶିରିଡ଼ି, ନାସିକ, ଅଯୋଧ୍ୟା, ବାରାଣାସୀ, କୋଲକାତା, କାମାକ୍ଷା, ଅଯୋଧ୍ୟାରୁ ବାରାଣାସୀ ପୁଣି ଯାଇପାରିବେ। ସେ ସମ୍ବଲପୁର, ରାୟଗଡ଼ା, ବାଲେଶ୍ୱର ଏଇଭଳି ଭାବରେ 5ଟା ଷ୍ଟେସନ୍ କରାଯାଇଛି। এই ଷ୍ଟେସନରୁ ସବୁଆଡ଼େ ଯାଇପାରିବେ। ମୁଁ ଆପଣମାନଙ୍କୁ ଡିଟେଲ୍ସରେ କହି ରଖୁଛି ଫ୍ରେଣ୍ଡସ୍। ସେଭଳି ଭାବରେ ଯଦି ଆପଣଙ୍କ ଘରୁ କିଏ ଏଇ ସ୍କିମ୍ରେ ଅନ୍ତର୍ଭୁକ୍ତ ଅଛନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଆପଣ ଗୋଟିଏ ଫର୍ମ ପକାନ୍ତୁ। ଆପଣଙ୍କର ଯଦି এই ଫର୍ମଟି ପୂରଣ କରିକି ପକାଇଥିବେ ତାହେଲେ ନିଶ୍ଚିନ୍ତ ଭାବରେ ଆପଣ ବରିଷ୍ଠ ନାଗରିକ ଯୋଜନାରେ ଆପଣ କ'ଣ କରିବେ ବୁଲିପାରିବେ ଫ୍ରେଣ୍ଡସ୍। ସେଇଭଳି ଭାବରେ ମୁଁ ଆପଣମାନଙ୍କୁ କହି ରଖୁଛି କିଭଳି ଭାବରେ এই ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କ'ଣ ସବୁ ଆପଣମାନଙ୍କୁ ଫାଇଦା ମିଳିବ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହି ରଖୁଛି ଫ୍ରେଣ୍ଡସ୍। ଏଠାରେ ଦେଖନ୍ତୁ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଅଧୀନରେ ଯେଉଁ ଚାଲିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ଓଡ଼ିଶା ସରକାର ଏହାକୁ ବର୍ତ୍ତମାନ ଆରମ୍ଭ କରିଛନ୍ତି ଏବଂ 2024-25ର ଦେଶର ପ୍ରମୁଖ ତୀର୍ଥସ୍ଥାନ ଦର୍ଶନ ପାଇଁ ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏହା ଆବଶ୍ୟକ ସୂଚନା ମଧ୍ୟ ଦିଆଯାଇଛି ଏବଂ ଏହା ମଧ୍ୟ ପେପରରେ ଆଡ଼୍ ଦିଆଯାଇଛି ଯାହାକି ମୋହନ ମାଝୀ ଏବଂ ମୋଦିଙ୍କ ଫଟୋ ରହିଛି। ସେଭଳି ଭାବରେ ଏହି ତୀର୍ଥଯାତ୍ରା ଯୋଜନାରେ କିଭଳି ଭାବରେ ଆପଣ ଫର୍ମ ପୂରଣ କରିବେ ଏବଂ କିଭଳି ଭାବରେ ଆପ୍ଲାଏ କରିବେ ଏବଂ ଆପଣଙ୍କର ଯୋଗ୍ୟତା କ'ଣ ଥିବ ତାହା ମଧ୍ୟ ମୁଁ କହି ରଖୁଛି ଫ୍ରେଣ୍ଡସ୍। ଫାଷ୍ଟ ଦେଖିଦେବା ଆପଣଙ୍କର ଯୋଗ୍ୟତା। ପ୍ରଥମ ପଏଣ୍ଟରେ ଆପଣଙ୍କର ଯୋଗ୍ୟତାଟାକୁ ମୁଁ ଦେଖାଇ ଦେଉଛି। ଆପଣଙ୍କର ପ୍ରଥମ ପଏଣ୍ଟରେ ଯୋଗ୍ୟତା ରହୁଛି କ'ଣ କ'ଣ ନା ଆପଣଙ୍କୁ ବୟସ ହୋଇଥିବ 60ରୁ 75 ବର୍ଷ ଭିତରେ ହୋଇଥିବା ଦରକାର ଏବଂ ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବେ। ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବେ ଏବଂ ଆପଣଙ୍କୁ 60ରୁ 75 ବର୍ଷ ହୋଇଥିବ। ସେଭଳି ଭାବରେ ଆର୍ଥିକ ଦୁର୍ବଳ ଶ୍ରେଣୀ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ଗସ୍ତ ଖର୍ଚ୍ଚ ସମ୍ପୂର୍ଣ୍ଣ ରିହାତି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆର୍ଥିକ ଦୁର୍ବଳ ଶ୍ରେଣୀର ଦାରିଦ୍ର୍ୟ ସୀମାରେଖାରେ ଏଇ ଯେଉଁ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ସେମାନଙ୍କର ଗସ୍ତ ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ କ'ଣ କରିଛନ୍ତି ରାଜ୍ୟ ସରକାର ମୁକ୍ତ ରଖିଛନ୍ତି। ସେଭଳି ଭାବରେ 70ରୁ 75 ବର୍ଷ ବୟସ ଭିତରେ ଯାତ୍ରା ସମୟରେ ନିଜ ସାଙ୍ଗରେ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଆପଣ ନେଇପାରିବେ ଏବଂ ସେହି ବ୍ୟକ୍ତିଙ୍କୁ ଯେଉଁ ନେବେ ସିଏ କ'ଣ କରିବେ ସାମୟିକ ଖର୍ଚ୍ଚ ବାବଦରେ 50% ଅର୍ଥ ବ୍ୟାଙ୍କ ଡ୍ରାଫ୍ଟ ଆକାରରେ ପର୍ଯ୍ୟଟନ ନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ନାମରେ ଦରଖାସ୍ତ ସହ ଦାଖଲ କରିବାକୁ ହେବ। ଯେଉଁମାନଙ୍କର ଟିକେ 70ରୁ 75 ବର୍ଷ ହେଇଛି ସେମାନଙ୍କ ସହ ଯଦି ନେବାକୁ ଚାହୁଁଛନ୍ତି ଜଣେ 18 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯାଇପାରିବେ କିନ୍ତୁ 50% ଅର୍ଥ ସେ ଦେବେ। କେତେ ଟଙ୍କା ଦେବେ ମୁଁ ମଧ୍ୟ ତାହା କହି ରଖିବି ଆଗକୁ ଫ୍ରେଣ୍ଡସ୍। ଆପଣ ଭିଡ଼ିଓଟି ଦେଖୁଥାନ୍ତୁ। ସେଭଳି ଭାବରେ ଆପଣଙ୍କ ଘରୁ ବା ଆପଣ ନିଜେ କୌଣସି ଆୟକରଦାତା ହୋଇନଥିବେ। ଯଦି ଆୟକରଦାତା ହୋଇଥିବେ ତାହେଲେ ଆପଣ ଏଥିରେ ଯାଇପାରିବେ ନାହିଁ। ସେଭଳି ଭାବରେ ଇଚ୍ଛୁକ ବରିଷ୍ଠ ନାଗରିକ ନିର୍ଦ୍ଧାରିତ ଫର୍ମରେ ଫଟୋଗ୍ରାଫ, ସ୍ଥାୟୀ ଠିକଣାର ପ୍ରମାଣପତ୍ର, ଆଧାର କାର୍ଡ଼, ସେଭଳି ଭାବରେ ବୟସ ପ୍ରମାଣପତ୍ରର ନକଲ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣପତ୍ର ସହ ନିଜ ଜିଲ୍ଲାର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। ସେଭଳି ଫ୍ରେଣ୍ଡସ୍ ଦେଖନ୍ତୁ ଯଦି ଆପଣଙ୍କର ଏଥିରେ ଅନ୍ତର୍ଭୁକ୍ତ ହେଉଛନ୍ତି ତାହେଲେ ଆପଣ କ'ଣ କରିବେ ଫଟୋଗ୍ରାଫ, ସ୍ଥାନୀୟ ଠିକଣାର ପ୍ରମାଣପତ୍ର, ଯେଭଳି ଭାବରେ ଭୋଟ ପରିଚୟପତ୍ର ହେଉ, ଆଧାର କାର୍ଡ଼ର ପରିଚୟପତ୍ର ହେଉ, ସେଭଳି ଭାବରେ ଆପଣଙ୍କର ବୟସ ପ୍ରମାଣପତ୍ର ଯେଉଁଗୁଡ଼ାକ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ସେଥିରେ ଥିବା ଆପଣ ସେଇଟାକୁ ଦେଇପାରିବେ। ଆପଣ ଯଦି ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣପତ୍ର ଆପଣ ଗୋଟେ ଇନକମ୍ ସାର୍ଟିଫିକେଟ୍ ବାହାର କରିଦେବେ ଯାହାକି ଆପଣ ଦୁର୍ବଳ ଶ୍ରେଣୀର ବୋଲି ଆପଣ ଧରାଯିବେ ଏବଂ ସେଇଭଳି ଭାବରେ ଆପଣ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆପଣ ଦାଖଲ କରିବେ। ସେଭଳି ଭାବରେ ଇଚ୍ଛୁକ ତୀର୍ଥଯାତ୍ରା ଦୂର ଯାତ୍ରା ପାଇଁ ଶାରୀରିକ ମାନସିକ ଭାବେ ସୁସ୍ଥ ରହିଥିବା ଦରକାର।
ସେଭଳି ଭାବରେ ଆପଣଙ୍କର କୌଣସି ଯକ୍ଷ୍ମା କୁଷ୍ଠ ବା ଶ୍ୱାସଜନିତ ରୋଗ ନଥିବ ଏବଂ ହୃଦରୋଗ ନଥିବ ବା ହାର୍ଟ ରୋଗ ନଥିବ। ସେଭଳି ଭାବରେ 2ରେ ଦେଖିବା ଆମେ କିଭଳି ଭାବରେ ଆପଣ ଆବେଦନ ପ୍ରଣାଳୀକୁ କିଭଳି ଭାବରେ ଗ୍ରହଣ କରିବେ ଏବଂ କିଭଳି ଭାବରେ ଆବେଦନ କଲେ ଆପଣ କ'ଣ କରିବେ ଆପ୍ଲାଏ କରିପାରିବେ। ସେଭଳି ଫ୍ରେଣ୍ଡସ୍ ଦେଖନ୍ତୁ ଫାଷ୍ଟ ରହିଛି ନା ଆବେଦନ ଫର୍ମ ଜିଲ୍ଲାପାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ବ୍ଲକ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ତଥା ପର୍ଯ୍ୟଟନ ବିଭାଗ ୱେବସାଇଟ୍ .odisha.gov.inରେ ଉପଲବ୍ଧ ଅଛି। ଆପଣ ଯଦି ଏହି ଫର୍ମଟିକୁ କିଭଳି ଭାବରେ ଡାଉନଲୋଡ଼ କରିବେ ମୁଁ ମଧ୍ୟ ଆପଣମାନଙ୍କୁ କହି ରଖୁଛି ଫ୍ରେଣ୍ଡସ୍। ଆପଣ କ'ଣ କରିବେ ପ୍ରଥମେ ଗୁଗୁଲକୁ ଯିବେ। ଗୁଗୁଲରେ ଆପଣ କ'ଣ କରିବେ ଏଠାରେ ବରିଷ୍ଠ ନାଗରିକ ଯୋଜନା ମାରିଦେଲା ପରେ ଆପଣଙ୍କ ପାଖରେ ଏଇଭଳି ପଳେଇ ଆସିବ। ଏଇଭଳି ଆସିଲା ପରେ ଆପଣ କ'ଣ କରିବେ ଆର ହୋମ୍ ପେଜ୍କୁ ପଳେଇଲେ ହୋମ୍ ପେଜ୍କୁ ପଳେଇଲା ପରେ ଆପଣ କ'ଣ କରିବେ ଦେଇଦେବ ଯେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏବଂ ତାର ଫର୍ମଟିକୁ ଆପଣମାନେ ମଧ୍ୟ ଡାଉନଲୋଡ଼ କରିପାରିବେ। ଫ୍ରେଣ୍ଡସ୍ ଦେଖନ୍ତୁ ମୁଁ ଏଠାରେ ଡାଉନଲୋଡ଼ କରିଛି। ଏଇଭଳି ଫର୍ମଟି ଆସିବ। এই ଫର୍ମଟିକୁ ଆପଣ ଡାଉନଲୋଡ଼ କରିପାରିବେ ଏବଂ ଆପ୍ଲାଏ କରିବାକୁ ହେଲେ ଏଠାକୁ ଯାଇକି ମଧ୍ୟ 2024-25 ଦେବେ। ପ୍ରୋସିଡ଼କୁ କ୍ଲିକ୍ କରିବେ। ପ୍ରୋସିଡ଼କୁ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲ ନମ୍ବରଟିକୁ ଉଠାଇଦେବେ OTP ଦେବେ। ଲଗ୍ଇନ୍ କଲା ପରେ ତାପରେ ଯାଇକି ଆପଣ ସବୁକିଛି କରିପାରିବେ ବା ଫର୍ମ ଡାଉନଲୋଡ଼ କରିପାରିବେ ଏବଂ ଫର୍ମ ମଧ୍ୟ ଅନଲାଇନରେ ଆପ୍ଲାଏ କରିପାରିବେ। ସେଭଳି ଫ୍ରେଣ୍ଡସ୍ ଦେଖନ୍ତୁ ମୁଁ ଆପଣମାନଙ୍କୁ ଡିଟେଲ୍ସରେ କହି ରଖୁଛି। ଯଦି ଆପଣମାନଙ୍କର ଆବେଦନ ଅନଲାଇନ୍ ବା ଅଫଲାଇନ୍ରେ କରୁଛନ୍ତି ତାହେଲେ ଅଫଲାଇନ୍ ମାଧ୍ୟମରେ ଏଇ ଯେଉଁ ୱେବସାଇଟ୍ରୁ ଆପଣ ଫର୍ମଟିକୁ ଡାଉନଲୋଡ଼ କରିବେ। ନଚେତ୍ ଯେକୌଣସି ଜନସେବା କେନ୍ଦ୍ରକୁ ଗଲେ ମଧ୍ୟ ସେ ଆପଣଙ୍କୁ ଡାଉନଲୋଡ଼ କରିକି ଦେଇଦେବେ। ଫ୍ରେଣ୍ଡସ୍ ଦେଖନ୍ତୁ ସେଭଳି ଭାବରେ ଆବେଦନକାରୀ ଆବେଦନ ଫର୍ମକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ଓ ସହିତ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 12/12/2024 ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ଆପଣ ଦାଖଲ କରିପାରିବେ। ସେଭଳି ଫ୍ରେଣ୍ଡସ୍ ଦେଖନ୍ତୁ ଯଦି ଆପଣ ଫର୍ମ ପକାଉଛନ୍ତି ତାହେଲେ ଆପଣଙ୍କର କ'ଣ କରିବେ ନା ଫଟୋଗ୍ରାଫ ସ୍ଥାୟୀ ଠିକଣା ଆଧାର କାର୍ଡ଼ ଏବଂ ସେଭଳି ଭାବରେ ଇନକମ୍ ସାର୍ଟିଫିକେଟ୍ ଦେଇକି ଆପଣ କ'ଣ କରିବେ এই ଫର୍ମଟିକୁ ପକାଇବେ। ଫର୍ମଟିକୁ 12/12/2024 ତାରିଖ ସୁଦ୍ଧା ପକାଇବେ ଯାହାକି ଡିସେମ୍ବର 12 ତାରିଖ ଯାଏଁ ଅଛି। ଆପଣ ଡିସେମ୍ବର 12 ଭିତରେ ଫର୍ମଟିକୁ ପକାଇବେ। ସେଭଳି ଭାବରେ ଚଳିତ ବର୍ଷ ଆବେଦନକାରୀ 22/11/2024 ଠାରୁ ଆବେଦନ କରିବେ। 12/12/2024 ପର୍ଯ୍ୟନ୍ତ ଅନଲାଇନ୍ ଲିଙ୍କ ମଧ୍ୟ ଅଛି। ଅନଲାଇନ୍ ଲିଙ୍କ ମୁଁ ଆପଣଙ୍କୁ ଦେଖାଇଦେବି। yatri.odisha.gov.in ମାଧ୍ୟମରେ ମଧ୍ୟ ଆପଣ ଆବେଦନ କରିପାରିବେ। ଏଇଠି ଦେଖନ୍ତୁ ଏଇ ଯେଉଁଗୁଡ଼ିକ ମୁଁ ଦେଖାଉଥିଲି yatri.odisha.gov ମୁଁ ଗୁଗଲରେ ମାରିଛି। ଏଇଭଳି ସାଇଟ୍ଟି ଆସିବ। ଆପଣ ଏଠାରେ ମୋବାଇଲ ନମ୍ବର ଦେବେ OTP ଦେଇକି ଲଗ୍ଇନ୍ କରିକି ଆପଣ ଆପ୍ଲାଏ କରିପାରିବେ। ଫ୍ରେଣ୍ଡସ୍ ସେଇଭଳି ଭାବରେ ଦେଖନ୍ତୁ ଆଗକୁ ମଧ୍ୟ ମୁଁ ଆହୁରି ଡିଟେଲ୍ସରେ କହି ରଖୁଛି। 3ରେ କ'ଣ ରହୁଛି ନା ଚୟନ ପ୍ରଣାଳୀ କିଭଳି ଭାବରେ ଆପଣ ଚୟନ ପ୍ରଣାଳୀରେ ସମ୍ପୃକ୍ତ ହେବେ ବା ଯେଉଁ ଜିଲ୍ଲାପାଳ ଚୟନ କରିବେ କିଭଳି ଭାବରେ ଚୟନ କରିବେ। ଆପଣ ଦରଖାସ୍ତକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କଲା ପରେ ଜିଲ୍ଲାପାଳ କ'ଣ କରିବେ ଉନ୍ନୟନ ଅଧିକାରୀଙ୍କ ଦରଖାସ୍ତ ଗୁଡ଼ିକ ମାର୍ଗଦର୍ଶିକା ଅନୁଯାୟୀ ତନଖି କରିବେ। ପ୍ରତ୍ୟେକ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ତୀର୍ଥଯାତ୍ରୀଙ୍କ ସଂଖ୍ୟାଠାରୁ ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଲେ ଜିଲ୍ଲାପାଳଙ୍କ ଦ୍ୱାରା ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରା ଚୟନ କରାଯାଇ ବଛା ଯାଇଥିବା ତୀର୍ଥଯାତ୍ରୀଙ୍କୁ ଆବଶ୍ୟକୀୟ ସୂଚନା ଦିଆଯିବ। ସେଭଳି ଭାବରେ ଯଦି ଦରକାର ଠାରୁ ଅଧିକା ଫର୍ମ ପଡ଼ିଛି ବା ଅଧିକା ଫର୍ମ ପକାଇଛନ୍ତି ତାହେଲେ ସେହି ଅନୁଯାୟୀ କ'ଣ କରାଯିବ ଲଟେରୀ ବ୍ୟବସ୍ଥା କରାଯିବ। ଲଟେରୀ ବ୍ୟବସ୍ଥାରେ ଯାହାର ଉଠିବ ସେ ଜିଲ୍ଲାପାଳଙ୍କ ତରଫରୁ ତାଙ୍କୁ ଫୋନ୍ ଯୋଗେ ଜଣାଇ ଦିଆଯିବ। ସେ ଯାତ୍ରା କରିପାରିବେ ତୀର୍ଥଯାତ୍ରାରେ ସାମିଲ ହୋଇପାରିବେ। ସେଭଳି ଭାବରେ ଚଳିତ ଆର୍ଥିକ ବର୍ଷରେ ନିମ୍ନଲିଖିତ ସ୍ଥାନ ଗୁଡ଼ିକରୁ 10ଟି ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯାତ୍ରା କରିବ। ଏଠାରେ ଦେଖିଦେବା କେଉଁ କେଉଁ ଆଡ଼େ ଯାଉଛି ଏବଂ 5ଟି ଷ୍ଟେସନ ରହିଛି ଯାହାକି ଫାଷ୍ଟ ଷ୍ଟେସନ ରହିଛି ଭୁବନେଶ୍ୱର। ଭୁବନେଶ୍ୱରଠୁ ଯେଉଁ ଗାଡ଼ି ବାହାରିବ ସେ କେଉଁ ଡିଷ୍ଟ୍ରିକ୍ଟ କଭର୍ କରିବ ନା ଏଇ ଜିଲ୍ଲା ହେଉଛି କଟକ ଖୋର୍ଦ୍ଧା ପୁରୀ କେନ୍ଦ୍ରାପଡ଼ା ଜଗତସିଂହପୁର ଢେଙ୍କାନାଳ। ଏଇ କ'ଣ କରିବ ଏଇ ଜିଲ୍ଲାର ଲୋକମାନେ କେଉଁଠିକି ଯିବେ ନା ଯାତ୍ରା ବିବରଣୀ ରହୁଛି ଶିରିଡ଼ି ନାସିକ ଅଯୋଧ୍ୟା ବାରାଣାସୀ ଏବଂ ଯାତ୍ରାର ସମୟ ରହୁଛି କେତେ ନା 6 ଦିନ ରହୁଛି ଯାତ୍ରାର ସମୟ ଏବଂ ଜଣକ ପିଛା ଖର୍ଚ୍ଚ ହେଉଛି 21,000। ସେଭଳି ଆପଣ ଡିସେମ୍ବର 2024ରୁ ମାର୍ଚ୍ଚ 25 ଭିତରେ ଯାତ୍ରା ସମ୍ଭାବନା ହେବ। ଆପଣ ଡିସେମ୍ବର 24ରୁ ମାର୍ଚ୍ଚ 2025 ଭିତରେ ଆପଣଙ୍କୁ ଏଇ ଯାତ୍ରାଟି
କରାଯିବ ଏବଂ ଆପଣମାନେ ଆରି ଭିତରେ ଏଇ ଯାତ୍ରାକୁ ଯାଇପାରିବେ। ଭୁବନେଶ୍ୱରଠୁ ଯେଉଁ ଷ୍ଟେସନରୁ ଯିବ ସେଭଳି ଭାବରେ ବ୍ରହ୍ମପୁର ଅଛି। ବ୍ରହ୍ମପୁରରେ ରହୁଛି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ଼। ଏଠାରୁ ଯେଉଁ ଲୋକ ଆସିବେ ସିଏ ବି ଶିରିଡ଼ି, ନାସିକ, ଅଯୋଧ୍ୟା, ବାରାଣାସୀ ଯିବେ ଏବଂ 6 ଦିନ ଯାତ୍ରା କରିବେ। ସେଭଳି ଭାବରେ ଆପଣ କ'ଣ କରିବେ, 21,000 ଟଙ୍କା ଆପଣଙ୍କର ଖର୍ଚ୍ଚ ହେଉଛି ଜଣକ ପିଛା। ସେଭଳି ଡିସେମ୍ବର 2024ରୁ ମାର୍ଚ୍ଚ 2025 ଭିତରେ ଆପଣ ଏଇ ଯାତ୍ରା କରିପାରିବେ। ଫ୍ରେଣ୍ଡସ୍, ସେଇଭଳି ଭାବରେ ଦେଖନ୍ତୁ ଏଇ ଯେତୋଟି ଅଛି ସମ୍ବଲପୁର, ରାୟଗଡ଼ା, ବାଲେଶ୍ୱର ଏବଂ ସେଇ ହିସାବରେ ଆପଣଙ୍କର ଡିଷ୍ଟ୍ରିକ୍ଟ ଦେଖିଦେବେ ଆପଣ କେଉଁ ଦିନଠୁ ଯାତ୍ରା କରିବେ ଆପଣଙ୍କୁ ପ୍ରଶାସନ ଜଣାଇଦେବେ। ସେଭଳି ଫ୍ରେଣ୍ଡସ୍ ଦେଖନ୍ତୁ ଏଠାରେ ବଦ୍ରିରେ ଦେଇଦେଲା। ଏତକ ହେଉଛି ମେନ୍ ପର୍ଯ୍ୟଟନ ବିଭାଗର ମେନ୍ କାରଣଟି। ଆବେଦନକାରୀ ବରିଷ୍ଠ ନାଗରିକମାନେ କେବଳ ନିଜ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ତୀର୍ଥସ୍ଥାନକୁ ଯାତ୍ରା କରିପାରିବେ। ଯେଉଁମାନେ ଆବେଦନ କରିଛନ୍ତି ତୁମ ଜିଲ୍ଲାର ଯେଉଁଠୁ ସେଇଠୁ ତୁମେ ଯାତ୍ରା କରିପାରିବ ଏବଂ ଚୟନ କରାଯାଇଥିବା ତୀର୍ଥଯାତ୍ରୀଙ୍କୁ ନିଜ ବାସସ୍ଥାନରୁ ଷ୍ଟେସନ ଏବଂ ତୀର୍ଥଯାତ୍ରା ପରେ ନିଜ ବାସସ୍ଥାନକୁ ଫେରିବା ବାବଦ ବସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଆପଣମାନଙ୍କ ପାଇଁ ଆହୁରି ଗୋଟିଏ ରହୁଛି ଯେ ଆପଣଙ୍କୁ ଘରଠାରୁ ଷ୍ଟେସନ ଯାକେ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ସେଭଳି ଭାବରେ ଆପଣ ଯେଉଁ ଟ୍ରେନରେ ଯିବେ ଏହା ହେଉଛି ସେକେଣ୍ଡ କ୍ଲାସ୍ ସ୍ଲିପରରେ ଆପଣ ଯାତ୍ରା କରିବେ। ଆପଣଙ୍କର ଯାତ୍ରା କାଳରେ ସମ୍ପୂର୍ଣ୍ଣ ସୁବିଧା ରହିଛି ଏବଂ ସବୁ ସୁବିଧାରେ ଆପଣ ଯାତ୍ରା କରିପାରିବେ। ସେହିଭଳି ଯାତ୍ରୀମାନଙ୍କୁ ସରକାର ତରଫରୁ ଏକ ସ୍ୱତନ୍ତ୍ର ଟ୍ରାଭେଲ୍ କିଟ୍, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବଂ ପରିଚୟପତ୍ର ଯୋଗାଇ ଦିଆଯିବ। ଆପଣ ଯେଉଁ ଯାତ୍ରା କରିବେ ଆପଣଙ୍କୁ ଗୋଟେ ଆଇ କାର୍ଡ଼ ଦିଆଯିବ ଏବଂ ଆପଣଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ଦରକାର ଆପଣଙ୍କୁ ଦିଆଯିବ। ସେଭଳି ଭାବରେ ଟ୍ରେନ୍ ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କୁ ସକାଳୁ ଓ ସନ୍ଧ୍ୟାରେ ଜଳଖିଆ, ନିରାମିଷ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର ବ୍ୟବସ୍ଥା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନକୁ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା ସରକାରଙ୍କ ଦ୍ୱାରା କରାଯାଉଛି। ଆପଣଙ୍କର କୌଣସି ଟଙ୍କାଟେ ଲାଗିବନି। ଆପଣଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ଗୋଟା ଦିଆଯିବ ଏବଂ ଆପଣଙ୍କୁ ସକାଳେ ସନ୍ଧ୍ୟାରେ ଦ୍ୱିପହରେ ରାତିରେ ଭୋଜନ ଦିଆଯିବ ଖାଇବାକୁ। ସେଭଳି ରେଳ ଷ୍ଟେସନରୁ ଯେକୌଣସି ତୀର୍ଥସ୍ଥାନକୁ ଯିବେ ଯଦି ଦେଖା କରିବାକୁ ତାହେଲେ ଆପଣ କ'ଣ କରିବେ, ସମ୍ପୂର୍ଣ୍ଣ ମାଗଣାରେ ଯିବେ। ଏବଂ କିଭଳି ଭାବରେ ଫର୍ମଟିକୁ ପୂରଣ କରିବେ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହି ରଖୁଛି ଫ୍ରେଣ୍ଡସ୍। ଏଠାରେ ଦେଇଦେଲା ତୀର୍ଥଯାତ୍ରୀ ଓଡ଼ିଶା ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ପାଇଁ ଆବେଦନ ଫର୍ମ। କିଭଳି ଭାବରେ ଆପଣ ଆବେଦନ କରିବେ, ଫାଷ୍ଟ ଦେଖନ୍ତୁ ଏଠାରେ ହେଉଛି ଆପଣଙ୍କର ଗୋଟିଏ ଫଟୋ ଲଗାଇଦେବେ। ଆବେଦନକାରୀଙ୍କର ଏଠାରେ ଫଟୋ ଲଗାଇବେ। ସେଇଭଳି ଭାବରେ ଆପଣଙ୍କର ନାମଟିକୁ ଏଠାରେ ଲେଖିବେ। 1ରେ ଆପଣଙ୍କର ନାମ, 2ରେ ଆପଣଙ୍କର ପିତାଙ୍କ ନାମ ବା ସ୍ୱାମୀଙ୍କ ନାମ। ସେଇଭଳି ଭାବରେ ଆପଣଙ୍କର ଗାଁ ନାଁ ଆଡ୍ରେସ୍ ପକାଇବେ, ଏଠି ଠିକଣା ଲେଖିବେ। ସେଭଳି ଭାବରେ ଆପଣଙ୍କର ଆଧାର ନମ୍ବର ଲେଖିଛି, ଆଧାର ନମ୍ବରଟିକୁ ଦେବେ ଏବଂ ଆପଣଙ୍କର ଫୋନ୍ ନମ୍ବର ଦେବେ। ଯଦି ଇମେଲ୍ ଅଛି ଇମେଲ୍ ଦେବେ, ନହେଲେ ଫୋନ୍ ନମ୍ବରଟିକୁ ଦେବେ। ସେଭଳି ଆପଣଙ୍କର ଜନ୍ମ ତାରିଖ ଆଧାର ବା ଭୋଟର ରୁ ଦେଖିକି ଆପଣ ପକାଇବେ। ସେଭଳି ଆପଣ ପୁରୁଷ ନା ମହିଳା ସେଇଭଳି ଭାବରେ ଆପଣ ଏଠାରେ ଫିଲ୍ଅପ୍ କରିବେ ଏବଂ ସେଇଭଳି ଭାବରେ ଆପଣ ପରିବାରର ଶ୍ରେଣୀ ଆପଣଙ୍କର ଫିଲ୍ଅପ୍ କରିବେ। ସେଭଳି ଭାବରେ ଆପଣଙ୍କର ଯଦି ସ୍ୱାମୀ ହେଇଥିବେ ଆପଣଙ୍କର ସ୍ତ୍ରୀଙ୍କ ନାମ ଲେଖିବେ ଏବଂ ଜନ୍ମ ତାରିଖ ଲେଖିବେ। ସେଭଳି ଭାବରେ ଆପଣଙ୍କର ଆଧାର ନମ୍ବର ଲେଖିବେ। ଯେଉଁମାନେ ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକତ୍ର ଯାତ୍ରା ପାଇଁ ଇଚ୍ଛୁକ ଥିଲେ ନିମ୍ନଲିଖିତ ସୂଚନା ଆବଶ୍ୟକ ଅନ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଯଦି ସ୍ୱାମୀ ସ୍ତ୍ରୀ ତୁମେ 2 ଜଣ ଯାକ ଯାଉଛ ତାହେଲେ ଏଠି ସ୍ୱାମୀର ଫଟୋ ଦେବ, ଏଠି ସ୍ତ୍ରୀର ଫଟୋକୁ ଦେବ ଏବଂ ସେଇଭଳି ଭାବରେ ଆପଣଙ୍କର ଆଡ୍ରେସ୍ ନାଁ ସବୁ ଲେଖିବ। ଯେଉଁମାନେ ସିଙ୍ଗିଲ୍ ଯାଉଛନ୍ତି ତାଙ୍କର ଏଇ ଲାଇନ୍ଟା କିଛି ଦରକାର ନାହିଁ, ଏତକ କିଛି ଦରକାର ନାହିଁ। ଯେଉଁମାନେ ସିଙ୍ଗିଲ୍ ଯାଉଛନ୍ତି ଫ୍ରେଣ୍ଡସ୍, ଯେଉଁମାନେ ସିଙ୍ଗିଲ୍ ଯାଉଛନ୍ତି କିଛି ଦରକାର ନାହିଁ। ଯଦି ସ୍ୱାମୀ ସ୍ତ୍ରୀ ଯାଉଛନ୍ତି ଏଟାକୁ ଫିଲ୍ଅପ୍ କରିବାକୁ ପଡ଼ିବ। ସେଭଳି ଭାବରେ କେବଳ 70 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଏତକ ଫିଲ୍ଅପ୍ କରିବେ। ଆପଣ ଯେଉଁମାନେ 70 ବର୍ଷରୁ ଉର୍ଦ୍ଧ୍ୱ ସେମାନେ ଏହାକୁ ଫିଲ୍ଅପ୍ କରିବେ। ସେମାନେ କ'ଣ କରିବେ, ଏଠାରେ ଗୋଟେ ଫଟୋ ଦେବେ 70 ବର୍ଷରୁ ଉର୍ଦ୍ଧ୍ୱ, ତାଙ୍କର ନାମଟିକୁ ଲେଖିବେ। ସେଇଭଳି ଭାବରେ ପିତାଙ୍କ ନାମ ବା ସ୍ୱାମୀ ନାମ ଲେଖିବେ ଏବଂ ଠିକଣା ଲେଖିବେ। ସେଇଭଳି ଭାବରେ ତାଙ୍କର ଫୋନ୍ ନମ୍ବରଟିକୁ ଏଠାରେ ଦେବେ ଏବଂ ଜନ୍ମ ତାରିଖ ଲେଖିବେ ଏବଂ ତାଙ୍କର ଲିଙ୍ଗ ପୁରୁଷ କି ମହିଳା ଏଠାରେ ଠିକ୍ ଚିହ୍ନ ମାରିବେ। ସେଇଭଳି ଭାବରେ ଦେଖନ୍ତୁ ମୁଁ ଆପଣମାନଙ୍କୁ କହି ରଖୁଛି, ଯାହାର ଯେଉଁଠି ସେଇଠି ଆପ୍ଲାଏ କରିବେ। ଯଦି ସ୍ୱାମୀ ସ୍ତ୍ରୀ ଏଠି 2 ଜଣ ଆପ୍ଲାଏ କରିବେ 60ରୁ 70 ବର୍ଷ ଭିତରେ, 70ରୁ ଉର୍ଦ୍ଧ୍ୱ ହେଲେ ଏଇଟାକୁ ଫିଲ୍ଅପ୍ କରିବେ। ଆପଣ ଏଇଭଳି ଭାବରେ ଆପଣଙ୍କର ଆଧାର ନମ୍ବରଟିକୁ ଦେବେ ଏବଂ ଆପଣଙ୍କର ବ୍ଲଡ଼ ଗ୍ରୁପ୍ଟା କ'ଣ ଅଛି
ଆପଣ ବ୍ଲଡ଼ ଗ୍ରୁପ୍ ନିହାତି ଦରକାର, ବ୍ଲଡ଼ ଗ୍ରୁପ୍ଟାକୁ ଆପଣ ଦେବେ। ଆପଣ ବ୍ଲଡ଼ ଗ୍ରୁପ୍ ରିପୋର୍ଟଟାକୁ ନିହାତି ଭାବରେ ନେଇଥିବେ ଏବଂ ଦେବେ। ସେଭଳି ଭାବରେ ଯଦି 70 ବର୍ଷର ଉପରକୁ ଯେଉଁ ଲୋକଙ୍କ ସାଥିରେ ଯଦି କିଏ ସହାୟକ ଯାଉଥିବେ ତାହେଲେ ଏଠାରେ କ'ଣ ହେବ, ବ୍ୟାଙ୍କର ନାମ ଲେଖିବେ ଏବଂ ବ୍ୟାଙ୍କ ଡ୍ରାଫ୍ଟ ନମ୍ବର ଲେଖିବେ, ତାରିଖ ଲେଖିବେ, ପରିମାଣ ଲେଖିବେ। କିଭଳି ଭାବରେ ପରିମାଣ ନା, ଯେଉଁମାନେ ଯାଉଥିବେ ତାଙ୍କର ଅଧା ରେଟ୍ର ଏଠି ଡ୍ରାଫ୍ଟଟା କରିବେ। ସପୋଜ ଏଠି 21,000 ମୁଣ୍ଡ ପିଛା ଖର୍ଚ୍ଚ ହେଉଛି ମାନେ ଇଏ 12,000 ଟଙ୍କା ପାଖାପାଖି 11,000 ଟଙ୍କା ଡିପୋଜିଟ୍ କରିବେ। ଡିପୋଜିଟ୍ ବ୍ୟାଙ୍କ ଡ୍ରାଫ୍ଟ ଦ୍ୱାରା ଏଠି 11,000 ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ କରିବେ। ସେଇଭଳି ଭାବରେ ଯେଉଁ ଲୋକ ଯାଉଛି ଏଠାରେ ଗୋଟାଏ ଦେବ ଡିକ୍ଲାରେସନ୍ କ'ଣ କରିବ ନା, ଏଠାରେ ସେ ନିଜେ ତା'ର ନାମଟିକୁ ଲେଖିବ ଏବଂ ତା ସ୍ୱାମୀ ନାମ ବା ପିତାଙ୍କ ନାମ ଲେଖିବ। ଏହାଦ୍ୱାରା ଘୋଷଣା କରାଯାଉଛି ଯେ ମୁଁ ଆୟକର ଦାତା ନୁହେଁ, ମୁଁ ଏହି ତୀର୍ଥଯାତ୍ରା କରିବା ପାଇଁ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଟେ। ମୋ ଦ୍ୱାରା ଦିଆଯାଇଥିବା ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସ ମୋତେ ସତ୍ୟ ଅଟେ। ଉପରୋକ୍ତ ଫର୍ମରେ ଦେଇଥିବା କୌଣସି ବିବରଣୀ ଅସତ୍ୟ ହୋଇଥିଲେ ଏଥିପାଇଁ ମୁଁ ଦାୟୀ ରହିବି ଓ ଯାତ୍ରା ପାଇଁ ଅଯୋଗ୍ୟ ବିବେଚିତ ହେବି। ଯାତ୍ରା ସମୟରେ କୌଣସି ଦୁର୍ଘଟଣା କିମ୍ବା ଅଘଟଣ ନିମନ୍ତେ ସରକାର ଦାୟୀ ରହିବେ ନାହିଁ। ଫ୍ରେଣ୍ଡସ୍, ଦେଖନ୍ତୁ ଏଇଭଳି ଭାବରେ ସରକାର କ'ଣ କରୁଛନ୍ତି, ଗୋଟାଏ ସ୍ୱୀକାରୋକ୍ତି ବା ଆବେଦନକାରୀଙ୍କର ସ୍ୱାକ୍ଷର ସହିତ ଏଇଟା ନେଉଛନ୍ତି ଏବଂ ଏଠାରେ ମଧ୍ୟ ଲେଖିଥିବେ। ଏଇଟା ଯେଉଁ ଆପଣ ସେଠି ଫର୍ମଟିକୁ ଦେଲାବେଳେ ଆପଣ କ'ଣ କରିବେ, ଏଇଟାକୁ ନେଇକି ଆସିବେ। ଆପଣ ଏଠାରେ ଆପଣଙ୍କ ନାମଟିକୁ ଲେଖିବେ, ସ୍ୱାମୀଙ୍କ ନାମ ବା ପିତାଙ୍କ ନାମ ଲେଖିବେ, ଠିକଣା ଲେଖିବେ ଏବଂ ଯେଉଁ ଅଧିକାରୀ ଏଠି ଗ୍ରହଣ କରିଥିବେ ସେ ସିଗ୍ନେଚର୍ ମାରିକି ଡେଟ୍ ପକାଇକି ଆପଣଙ୍କୁ ଏଇଟାକୁ ଦେବେ। ଫ୍ରେଣ୍ଡସ୍, ଏଇଭଳି ଭାବରେ ଯଦି ଆପଣ ଫର୍ମଟିକୁ ଫିଲ୍ଅପ୍ କରିକି ନେଇକି କେଉଁଠି ଦେଉଛନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ତାହେଲେ ଏଇ ଚିଠିଟିକୁ ଆପଣ ଆଣିବେ। ଯଦି ଆପଣ ଅନଲାଇନ୍ କରୁଛନ୍ତି ତାହେଲେ ଅନଲାଇନ୍ରୁ ଆପଣ ପ୍ରିଣ୍ଟ ବାହାର କରିପାରିବେ। ସେଭଳି ଫ୍ରେଣ୍ଡସ୍, ଦେଖନ୍ତୁ ଯଦି ଆପଣଙ୍କର ଆଉ କୌଣସି ଅସୁବିଧା ରହୁଛି ତାହେଲେ ଆପଣ ଏଇ ଅଧିକ ବିବରଣୀ ଜାଣିବାକୁ ହେଲେ ଆପଣ କ'ଣ କରିବେ, 067424321777 ଏବଂ 7008817022କୁ ଫୋନ୍ କରିପାରିବେ। ନଚେତ୍ ଏଇ ଆଉ ଗୋଟିଏ ମୋବାଇଲ୍ ନମ୍ବର ରହୁଛି 9692569555ରେ ଆପଣ ଏଇ ମୋବାଇଲ୍ ନମ୍ବରକୁ କଲ୍ କରିପାରିବେ। ଫ୍ରେଣ୍ଡସ୍, ଦେଖନ୍ତୁ ଏଇଭଳି ଭାବରେ ଯଦି ଆପଣଙ୍କର ଆଉ ଟିକେ ମୁଁ ସୂଚନା ଆପଣମାନଙ୍କୁ ଦେଇ ଦେଉଛି, ଆବେଦନକାରୀ ନିଜ ଦ୍ୱାରା ସଠିକ୍ ଭାବେ ପୂରଣ କରାଯାଇଥିବା ଫର୍ମ ସହିତ ପରିଚୟପତ୍ର, ଆଧାର କାର୍ଡ଼, ବୟସ ଓ ଠିକଣା ସମ୍ବନ୍ଧୀୟ ପ୍ରମାଣପତ୍ର, ଆର୍ଥିକ ଦୁର୍ବଳ ଶ୍ରେଣୀ ସଂକ୍ରାନ୍ତୀୟ ପ୍ରମାଣପତ୍ର, 2 ଗୋଟି ପାସପୋର୍ଟ ଆପଣଙ୍କର ଦରକାର ହେବ। ଗୋଟିଏ ଏ ଫର୍ମରେ ରହିବ, ଗୋଟିଏ ଆଇ କାର୍ଡ଼ରେ ଲାଗିବ। 2 ଗୋଟି ପାସପୋର୍ଟ ଆପଣଙ୍କର ଦରକାର। ସେଭଳି ଭାବରେ ଆବେଦନକାରୀ ନିଜର ବୟସ, ଠିକଣା ଇତ୍ୟାଦିର ପ୍ରମାଣପତ୍ର ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ହୋଇଥିବା ଦରକାର। ଯେଭଳି ଭାବରେ ଦେଖନ୍ତୁ ଏଠାରେ ମୁଁ ଆପଣମାନଙ୍କୁ କହିଦେଉଛି, NGMIG କାର୍ଡ଼ ବା ଅନ୍ତୋଦୟ ଅନ୍ନପୂର୍ଣ୍ଣା କାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଖାଉଟି କାର୍ଡ଼ ଇତ୍ୟାଦିରେ ଯେଉଁଥିରେ କି ସେମାନଙ୍କର ନାମ, ବୟସ ବିବରଣୀ ଥିବ, ସେଥିରୁ ଯେକୌଣସି ଗୋଟିଏ ଆର୍ଥିକ ଦୁର୍ବଳ ଶ୍ରେଣୀର ଅନ୍ତର୍ଗତ ପ୍ରମାଣପତ୍ର ଭାବରେ ଦରଖାସ୍ତ ସହ ସଂଲଗ୍ନ କରିବେ। ଆପଣ ଯଦି କେଉଁଥିରେ ଯାଉଥିବେ ନା ବିଧବା ଅନ୍ନପୂର୍ଣ୍ଣା କାର୍ଡ଼ ପାଇଥିବେ ବା ଅନ୍ତୋଦୟ କାର୍ଡ଼ ପାଇଥିବେ ବା ରାସନ କାର୍ଡ଼ ପାଇଥିବେ, ସେଇଟାର ପ୍ରମାଣପତ୍ର ଦେବେ ଯେଉଁଥିରେ କି ଆପଣଙ୍କର ନାମ ଫାମ ସବୁ ଥିବ। ଏବଂ ସେଇଭଳି ଭାବରେ ଯଦି ଆପଣ ବ୍ୟାଙ୍କ ଡ୍ରାଫ୍ଟ କରୁଛନ୍ତି ତାହେଲେ ଏଇ ନେମ୍ରେ ଆପଣ ବ୍ୟାଙ୍କ ଡ୍ରାଫ୍ଟ କରିବେ। ନେମ୍ ଅଫ୍ ଡାଇରେକ୍ଟର ଟୁରିଜିମ୍ ଆଣ୍ଡ ପେଏବୁଲ୍ ଆଟ୍ ଭୁବନେଶ୍ୱର, ଏଇ ନାମରେ ଆପଣ ବ୍ୟାଙ୍କ ଡ୍ରାଫ୍ଟଟିକୁ କରିବେ। ଫ୍ରେଣ୍ଡସ୍, ଦେଖନ୍ତୁ ଯଦି ସ୍କାନ୍ କରିକି ଫର୍ମଟିକୁ ଆଣିବାକୁ ଚାହୁଁଛନ୍ତି ଏଠାରେ ସ୍କାନ୍ କରିକି ଫର୍ମ ମଧ୍ୟ ଆଣିପାରିବେ ଆପଣଙ୍କ ମୋବାଇଲରେ ସ୍କାନ୍ କରିକି। ଏଇଭଳି ଭାବରେ ରାଜ୍ୟରେ କ'ଣ ହେଇଛି, ବରିଷ୍ଠ ତୀର୍ଥଯାତ୍ରା ଯୋଜନାର ଆରମ୍ଭ କରାଯାଇଛି। ଆପଣ କ'ଣ କରିବେ, କେଉଁ ଡେଟ୍ରୁ କେଉଁ ଡେଟ୍ ଆରମ୍ଭ ମୁଁ ଆପଣମାନଙ୍କୁ କହି ରଖିଲି। ଚଳିତ 22/11/2024 ଠାରୁ ଏଠାରେ ଫର୍ମ ଆଭେଲେବୁଲ୍ ହେଲାଣି। ଆପଣ କ'ଣ କରିବେ, ଆପ୍ଲାଏ କରିପାରିବେ। ବର୍ତ୍ତମାନ ଆଜିଠାରୁ ଆପଣ ଫର୍ମ ଡାଉନଲୋଡ଼୍ କରିକି ଫିଲ୍ଅପ୍ କରିକି ଆପ୍ଲାଏ କରିବେ। ସେଭଳି ଭାବରେ ଫର୍ମ ପୂରଣର ଶେଷ ତାରିଖ ହେଉଛି 12/12/2024 ତାରିଖ। ଆପଣମାନେ ଏଇଭଳି ଭାବରେ କ'ଣ କରିବେ, ଅଫଲାଇନ୍ ହେଉ ଅନଲାଇନ୍ ହେଉ ଆପଣ କ'ଣ କରିବେ, ଆପ୍ଲାଏ କରିପାରିବେ। ସେଭଳି ଭାବରେ ଇଏ ପେପରରେ ଦେଇଦେଲା। ଇଏ ମଧ୍ୟ ବରିଷ୍ଠ ନାଗରିକମାନଙ୍କର ଏଠିକି ଯାଇକି ମଧ୍ୟ ଆପଣ ଅନଲାଇନ୍ କରିପାରିବେ। ସେଭଳି ଭାବରେ ଯଦି ଆପଣ ଫର୍ମ ନେବାକୁ ଚାହୁଁଛନ୍ତି ତାହେଲେ ଆପଣ ମଧ୍ୟ ଏଠୁ ମଧ୍ୟ ଫର୍ମ ଡାଉନଲୋଡ଼୍ କରିପାରିବେ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି
ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ।